ମହିଳାମାନଙ୍କ ପାଇଁ ଆସିଲା ଖୁସି ଖବର। ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ସୁଭଦ୍ରା ଟଙ୍କା। ସେ ପୁଣି ଏକାଥରକେ 2ଟି କିସ୍ତି ପଠାଇବେ ରାଜ୍ୟ ସରକାର। ତେବେ ଆସନ୍ତୁ ଜାଣିବା କେବେ ଆଉ କେଉଁମାନଙ୍କୁ ଏହି ଟଙ୍କା ଆସିବ। ନୂଆ ବର୍ଷରେ ଆସିଲା ନୂଆ ଅପଡେଟ୍। ହିତାଧିକାରୀମାନଙ୍କ ପାଇଁ ଖୁସି ଖବର। ପୁଣି ମିଳିବ ସୁଭଦ୍ରା କିସ୍ତି ଟଙ୍କା। ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା। ହିତାଧିକାରୀମାନଙ୍କ ପାଇଁ ମୋହନ ଚରଣ ମାଝୀ ଦେବେ ବଡ଼ ଉପହାର। ତେବେ ଆସନ୍ତୁ ଜାଣିବା କେଉଁମାନଙ୍କୁ ଏହି ଟଙ୍କା ମିଳିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ ପ୍ରଥମ କରି ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ମହିଳାମାନେ କୌଣସି କାରଣରୁ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ମହିଳାମାନଙ୍କ ପାଇଁ ଏହି ଟଙ୍କାଟି ମିଳିବ। ରାଜ୍ୟର ବିକାଶ ପାଇଁ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ବିକାଶୋନ୍ମୁଖୀ ଯୋଜନା ମଧ୍ୟରୁ ସୁଭଦ୍ରା ଯୋଜନା ଗୋଟିଏ। ଏହି ଯୋଜନାରେ ପ୍ରତିବର୍ଷ 10,000 ଲେଖାଏଁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା 3ଟି କିସ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। କିନ୍ତୁ କୌଣସି ନା କୌଣସି କାରଣରୁ ପ୍ରତି କିସ୍ତିରେ କିଛି ମହିଳା ବଞ୍ଚିତ ହୋଇଛନ୍ତି। ସେହି ମହିଳାମାନଙ୍କ ପାଇଁ ଏହି ସପ୍ତାହରେ ସୁଭଦ୍ରା ଟଙ୍କା ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି ଏହି ରାଜ୍ୟରେ ସରକାରଙ୍କ ସୂଚନା ଦେବେ ବୋଲି। ଏହି କ୍ରମରେ ଚଳିତ ଥର ମୋଟ 4,57,681 ଜଣଙ୍କୁ ମହିଳାଙ୍କ ସୁଭଦ୍ରା ଟଙ୍କା ମିଳିବ। ଏହି ତାଲିକାରେ ପ୍ରଥମ କରି ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା 1,78,000 ହିତାଧିକାରୀ ଓ ଆବେଦନକାରୀ ବଞ୍ଚିତ ହୋଇଥିବା ପ୍ରାୟ 2,80,000 ହିତାଧିକାରୀ ସାମିଲ। ନୂଆ ପଞ୍ଜୀକରଣ କରିଥିବା 1,78,398 ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନଙ୍କ ପାଇବେ ପ୍ରଥମ କିସ୍ତିର ଅର୍ଥ। ତୃତୀୟ କିସ୍ତି ପାଇଥିଲେ ବି ଟେକ୍ନିକାଲ ସମସ୍ୟା ପାଇଁ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା 2,55,265 ଜଣଙ୍କୁ ସାମିଲ କରାଯାଇଛି। ସେମାନଙ୍କୁ ଏକା ସାଙ୍ଗରେ ଦୁଇଟି କିସ୍ତି ମିଳିବ। ସେହିପରି ଅଭିଯୋଗ ଶୁଣାଣିରେ 24,018 ଜଣ ହିତାଧିକାରୀଙ୍କୁ ସୁଭଦ୍ରା ସାମିଲ କରାଯାଇଛି। ମୋଟ 250 କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ।